ସାଙ୍ଗମାନେ ହୋଟେଲର ଚଣା ମସଲା ତ ସମସ୍ତଙ୍କର ପସନ୍ଦ କିନ୍ତୁ ଆମ ସମସ୍ତଙ୍କ ମନରେ ଗୋଟେ ଡାଉଟ ଥାଏ ହୋଟେଲ ଭଳି ଚଣା ମସଲା ତରକାରୀ ଯଦି ଘରେ ବନିଯାଆନ୍ତା। ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଟିପ୍ସ ଆଉ ଟ୍ରିକ୍ସ ସହିତ ପୁରା ହୋଟେଲ ଭଳି ଚଣା ମସଲାର ତରକାରୀଟେ, ତାହା ପୁଣି ବିନା ପିଆଜ ରସୁଣ ଆଉ କମ ତେଲରେ। ରେସିପିଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରଥମେ ମୁଁ କଣ କଲି, ଚଣା ବା କାବୁଲି ଚଣାକୁ ମୁଁ ଘଣ୍ଟେ ପାଇଁ ସୋକ୍ କରି ନେଇଥିଲି। ଏଠି ମୋର ଘଣ୍ଟେରେ ସୋକ୍ ହେଇଯାଇଛି। ନର୍ମାଲି ଆମେ କଣ କରନ୍ତି ନା, ଚଣାକୁ କଣ କରନ୍ତି ଆଗେ ପ୍ରେସର କୁକ୍ କରିଦିଅନ୍ତି। ଏଥିରେ ମୁଁ ଆଜି ପ୍ରେସର କୁକ୍ ଦେବିନି। ଆଉ ଆଳୁକୁ ଆମେ କ୍ୟୁବ ସାଇଜର କରି କାଟିକି ପକାନ୍ତି ଚଣା ମସଲାରେ। ଆଳୁ ପଡେନି ଚଣା ମସଲାରେ ହୋଟେଲ ମାନଙ୍କରେ, କିନ୍ତୁ ମୁଁ ଏଠି ଆଳୁ ଦେଇଛି। ଆଳୁକୁ ମୁଁ ଲମ୍ବା ଲମ୍ବା କରି କାଟି ନେଇଛି। ତାପରେ ଏଠି ମୁଁ ଗୋଟେ ଡିଶରେ 2 ଚାମଚ ତେଲ ଦେଇଦେଲି। ତାପରେ 2ଟା ତେଜପତ୍ର ଦେଇ ଦେଇଛି। ଆଉ ହାଫ ସ୍ପୁନର ମୁଁ ଦେଇ ଦେଇଛି ହେଙ୍ଗୁ। ହେଙ୍ଗୁ ଦେଲେ ବିନା ପିଆଜ ରସୁଣ ତରକାରୀରେ ବହୁତ ବଢିଆ ଟେଷ୍ଟ ଆସେ। ତାପରେ ଏଠି ମୁଁ ଧଣିଆ ଆଉ କିଛି ଜିରାକୁ ଅଧା ଛେଚିକି, ମାନେ ପୁରା ଗୁଣ୍ଡ କରିନି, ଅଧା ଅଧା ଛେଚିକି ସେଥିରେ ମୁଁ ଦେଇଦେଲି। ତାର ଟେଷ୍ଟ ବହୁତ ହିଁ ବଢିଆ ଆସେ। ତାପରେ ଏଠି ମୁଁ ମିଡିୟମ ସାଇଜର 3ଟା ଟମାଟୋକୁ ନେଇଯାଇଛି। 3ଟା ଟମାଟୋକୁ କାଟିକି ଏମିତି ଛୋଟ ଛୋଟ ବା କ୍ୟୁବ ସାଇଜର କାଟିକି ମୁଁ ସେଥିରେ ଦେଇଦେଲି। ଟମାଟୋ ଟିକେ ଜରି ହେଇଯିବ, ମାନେ ଜାରି ହେଇଗଲା ପରେ, ଟିକେ ସଫ୍ଟ ହେଇଗଲା ପରେ ଟମାଟୋ, ମୁଁ ସେଥିରେ ଏବେ ଦେଇଦେବି ବେସିକ ମସଲା ସବୁ। ଏଥିରେ ମୁଁ ଆଡ୍ କରିବି, ଯେମିତିକି ହଳଦୀ ପାଉଡର ଦେଇଦେଲି ହାଫ ସ୍ପୁନ, ଲୁଣ ଏଠି ମୁଁ ସ୍ୱାଦ ଅନୁସାରେ ଦେଇଦେଲି, 1 ଚାମଚ ଏଠି ମୁଁ କଲର ପାଇଁ ଲଙ୍କାଗୁଣ୍ଡ ଦେଇଦେଲି। ତାପରେ ୟାକୁ ମୁଁ ଭଲସେ ଗୋଳେଇ ନେବି, ନହେଲେ ମସଲାଟି ଯୋଉ ପାଉଡର ସବୁ ଆଡ୍ କଲି ଲାଗିଯିବ। ଏଠି ମୁଁ ଗୋଳେଇ ନେଲି। ଆଉ ଏଠି ଦେଖନ୍ତୁ ମୋର ଟମାଟୋଟି ସଫ୍ଟ ହେଇ ଆସିଲାଣି। ଏବେ ମୁଁ ଏଥିରେ ମସଲା ଆଡ୍ କରିବି। ମସଲାରେ ମୁଁ ଦେଇଛି ଧଣିଆ ଟିକେ ବାଟିଛି, ଜିରା ଟିକେ ବାଟିଛି, ଶୁଖିଲା ଲଙ୍କା 2ଟା, ଆଉ ଅଦା ବାଟିଛି। ଅଦା ବଟା ଦେଇକି ମସଲାଟି ଗ୍ରାଇଣ୍ଡ କରି ନେଇଛି। ମସଲାଟିକୁ ମୁଁ ଏଠି ଫାଇନ ପେଷ୍ଟ ବନେଇକି ଦେଇଦେଲି। ଏବେ ଆକୁ କଷିବା। ଯେତେ ମସଲା ଭଲସେ କଷି ହବ ଆଉ ତେଲ ଛାଡ଼ିଲା ପର୍ଯ୍ୟନ୍ତ କଷିବେ, ଟେଷ୍ଟ ତାର ବହୁତ ହିଁ ବଢିଆ ଆସିବ। ଏଠି ଦେଖନ୍ତୁ ମସଲା ମୋର କଷି ହଉଛି, ତେଲ ଧୀରେ ଧୀରେ ପୁରା ଛାଡିଗଲାଣି, ମସଲାଟି ଧୀରେ ଧୀରେ କୁକ୍ ବି ହେଇଗଲାଣି। ଏଠି ଦେଖନ୍ତୁ ମୁଁ ଦେଇଦେଲି 1 ସ୍ପୁନ ଆମଚୁର ପାଉଡର। ଆମଚୁର ପାଉଡର ଦେଲେ ଆର ଟେଷ୍ଟ 2-3 ଗୁଣା ବଢିଯାଏ। ଯେହେତୁ ବିନା ପିଆଜ ରସୁଣରେ ହଉଛି, ଆଉ ଆମର ବି ହୋଟେଲ ଭଳି ଟେଷ୍ଟ ଆଣିବାର ଅଛି, ଆମଚୁର ପାଉଡର ଦେଇଦେଲି। ତାପରେ ଗୋଳେଇଦେଲି। ଦେଖନ୍ତୁ ମସଲାଟି କେତେ ବଢିଆ ସେ କଷି ହେଇଗଲାଣି। ବାସ୍ନା ବି ଏତେ ବଢିଆ ଆସୁଛି, ଆପଣଙ୍କୁ ଲାଗିବନି ଯେ ଏଟା ବିନା ପିଆଜ ରସୁଣରେ ପ୍ରସ୍ତୁତ। ଦେଖନ୍ତୁ ତେଲ ସବୁ ପୁରା ମସଲାରୁ ଚାରି ସାଇଡରୁ ଛାଡିଗଲାଣି, ମାନେ ଏଠି ମସଲାଟି ମୋର ଭଲସେ କୁକ୍ ହେଇଗଲାଣି। ଏବେ ମୁଁ ଏଥିରେ ଆଳୁକୁ ଯୋଉ କାଟିକି ରଖିଥିଲି ଚୋପା ଛଡେଇକି, ତାକୁ ଆଡ୍ କରିଦେଲି। ତାପରେ ସୋକ୍ କରିକି ଯୋଉ ରଖିଥିଲି ମୁଁ କାବୁଲି ଚଣା, ତାକୁ ଆଡ୍ କରିଦେବି। ଏସବୁକୁ ଆଡ୍ କରିକି ଭଲସେ ଗୋଳେଇ ନେବି। ଭଲସେ ଗୋଳେଇବେ, ମସଲା ଗୁଡା ଯେମିତି ଚାରିପଟରେ କୋଟ ହେଇଯିବ, ନହେଲେ ତଳେ ମସଲା ଲାଗିଯିବ, ଉପରୁ କେବଳ ଚଣା ଆଉ ଆଳୁ ରହିଥିବ। ଭଲସେ ଗୋଳେଇ ନେଲି। ଏଠି ମୁଁ ପୁରା ବଢିଆ ସେ ଗୋଳେଇକି ଛାଡିଦେଲି 5 ମିନିଟ, ମସଲା ଗୁଡା ସେ ଚଣା ଆଉ ଆଳୁ ଭିତରକୁ ଯିବା ପାଇଁ। ଏ ଦେଖନ୍ତୁ ପୁରା ମସଲାଟି ବଢିଆ ସେ ହେଇଗଲାଣି, ଚଣା ଆଳୁ ବି ପୁରା ବାସ୍ନା ହେଲାଣି। ଏଇ ଷ୍ଟେଜରେ ମୁଁ କଣ କରିବି ନା, ଗରମ ପାଣି ଦେବି। ଯେହେତୁ ଆମେ ପ୍ରେସର କୁକ୍ କରିବାନି, ଡାଇରେକ୍ଟ ଏଥିରେ ସିଝେଇବା, ଗରମ ପାଣି ହିଁ ଦେବେ, ନହେଲେ ତରକାରୀର ଟେଷ୍ଟ ଜମା ଭଲ ଲାଗିବନି। ଆଉ ବାସ୍ନା ଯୋଉ ଭଳି ହଉଛି, ପୁରା ମଟନକୁ ହିଁ କାଟିଦବ। ଆପଣ ଯଦି ବିନା ପିଆଜ ରସୁଣରେ ବନଉଛନ୍ତି ନା, ଏଇ ପ୍ରୋସେସରେ ସିଓର ଥରେ ଟ୍ରାଏ କରନ୍ତୁ। ଆପଣଙ୍କୁ ପିଆଜ ରସୁଣ ଖାଇଲା ପାଇଁ ବି ଇଚ୍ଛା ହବନି ଏଇ ପ୍ରୋସେସରେ ଯଦି ଆପଣ ବନେଇବେ। ତାପରେ ଗରମ ପାଣି ଦେଇକି ତାକୁ ଭଲସେ ଗୋଳେଇ ଦେଲି। ଆଉ 45 ମିନିଟ ପର୍ଯ୍ୟନ୍ତ ପୁରା ତାକୁ କଭର କରିକି ଛାଡିଦେଲି। ଦେଖନ୍ତୁ 45 ମିନିଟ ପରେ ପୁରା ମୋର ଝୋଳ ସବୁ, ଯୋଉ ପାଣି ସବୁ ସୋକ୍ କରି ନେଇଛି, ବା ଏଠି ମୋର ଚଣାଟି ପୁରା ସିଝି ଯାଇଛି ଆଉ ଆଳୁ ବି ସିଝି ଯାଇଛି। ଫ୍ଲେଭର ପାଇଁ ଦେଲି କିଛି କସୁରୀ ମେଥି ଆଉ ଗରମ ମସଲା। ଯେତେବେଳେ ମୁଁ ଲିଡ୍ ଟା ଖୋଲିଲି, ବାସ୍ନାରେ ପୁରା ପେଟ ଭରିଗଲା। ମାନେ ସିରିୟସଲି ମଟନକୁ ବି କାଟିଦବ। ଆପଣ ଏଇଭଳି ପ୍ରୋସେସରେ ଥରେ ବିନା ପିଆଜ ରସୁଣରେ ତ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ତାପରେ କିଛି କଞ୍ଚା ଲଙ୍କାକୁ କଟ ଲଗେଇକି ଦେଇଦେଲି। ଆଉ ଅଦାକୁ ପୁରା ଲମ୍ବା ଲମ୍ବା କରିକି କାଟିକି ଦେଇଦେଲି, ଫ୍ଲେଭରଟା ବହୁତ ବଢିଆ ଆସିବ। ତାପରେ ଦେଖନ୍ତୁ
ମତେ ଚଣା ମସଲାଟି ପୁରା ବଢିଆ ସେ ହେଇଛି। ଲାଗୁନି ଯେମିତି କମ ତେଲ ମସଲାରେ ହେଇଛି, ପୁରା ମସାଲେଦାର ବନିଛି ଆଉ କମ ତେଲ ମସଲାରେ ହେଇକି ବି ବଢିଆ ଦେଖା ବି ଯାଉଛି, ଟେଷ୍ଟ ବି ବହୁତ ବଢିଆ ହେଇଛି। ଥିକନେସ୍ ବି ଆସିଯାଇଛି ଯେମିତି ଆମର ଚଣା ମସଲାରେ ଆସେ। ଦେଖନ୍ତୁ କେତେ ବଢିଆ ସେ କୁକ୍ ହେଇଯାଇଛି ଆଉ ଚଣା ଗୁଡା ବି ବହୁତ ଭଲ ସେ ସିଝି ଯାଇଛି। ଖାଇବାକୁ ତ ଏଇଟା ବହୁତ ହିଁ ଟେଷ୍ଟ ଲାଗେ ଆଉ ଦେହ ପାଇଁ ବି ଏଇଟା ବହୁତ ଭଲ ଯେହେତୁ ଏଇଟା କମ ତେଲ ମସଲାରେ ବନିଛି। ଏଇ ଷ୍ଟାଇଲରେ ପ୍ରେସର କୁକରରେ ମାନେ ଯୋଉ ନ ସିଝେଇକି ଡାଇରେକ୍ଟ ଏମିତି ସିଝେଇଲେ ବାସ୍ନା ବି ଆର ବହୁତ ବଢିଆ ଆସେ ଆଉ ଅଥେଣ୍ଟିକ ଫ୍ଲେଭର ଆସେ। ଦେଖନ୍ତୁ କେତେ ବଢିଆ ସେ ହେଇଯାଇଛି ମୋର। ପୁରା ଢାବା ଭଳିଆ ବା ହୋଟେଲ ଭଳିଆ ଚଣା ମସଲା ରେସିପିଟେ ପ୍ରସ୍ତୁତ ହେଇଗଲା। ଆଉ ସେଇଟା ପୁଣି କମ ତେଲ ମସଲାରେ ବିନା ପିଆଜ ରସୁଣରେ ଖାଇବାକୁ ବି ବହୁତ ବଢିଆ ଲାଗେ। ପୁରୀ, ଲୁଚି ସବୁଥିରେ ଜମିଯିବ ଏଇଟା। ଭଟୁରେ ଯୋଉଥିରେ ବି ଖାଆନ୍ତୁ ବା ଲଚ୍ଛା ପରାଠା ଯୋଉଥିରେ ବି ୟାକୁ ଖାଇବେ ସବୁଥିରେ ଏଇଟା ଜମିଯିବ। ଏଇଭଳି ପ୍ରୋସେସରେ ତ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଆଉ ହଁ, ମୋ ଚ୍ୟାନେଲରେ ଯଦି ନୂଆ ଅଛନ୍ତି, ମୋ ଭିଡ଼ିଓଟି ଯଦି ଭଲ ଲାଗୁଛି ମୋ ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ ଆଣ୍ଡ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ଥ୍ୟାଙ୍କ ୟୁ ଫର ୱାଚିଂ।